ଏମିତିକା ଥଣ୍ଡା ଥଣ୍ଡା ପାଗକୁ ତା ସହିତ ପୁଣି ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷ ପାଖେଇ ଆସୁଛି। ଏଥର ନୂଆ ବର୍ଷରେ ଯଦି ସେ ସାଙ୍ଗମାନଙ୍କ ସହିତ ହେଉ କିମ୍ବା ପରିବାର ସଦସ୍ୟଙ୍କ ସହିତ ହେଉ ଏମିତିକା ମଟନ ଭୋଜିଟେ ଯଦି ମିଳିଯିବ ତାହେଲେ ଭୋଜିଟା ପୁରା ଜମିବ। ଆଜିର ମଟନ ରେସିପି ବିଲକୁଲ ସହଜ ଅଛି। ବିନା ଦହି ବିନା କୌଣସି ଏକ୍ସଟ୍ରା ମସଲାରେ ବନେଇବା ଆଉ ଏହାର ଟେଷ୍ଟ ହୋଟେଲ ମଟନ ଠାରୁ ବି ଆହୁରି ସ୍ୱାଦିଷ୍ଟ ଲାଗିବ। ଆପଣମାନେ ଭିଡ଼ିଓଟିକୁ ଫୁଲ୍ ୱାଚ୍ କରନ୍ତୁ। ଆଶା କରିବି ରେସିପିଟି ଆପଣମାନଙ୍କୁ ପସନ୍ଦ ଆସିବ। ନମସ୍କାର, ସସ୍ମିତା କିଚେନକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ମୁଁ ଏଠି 500 ଗ୍ରାମର ମଟନ ନେଇଛି। ମଟନ ତରକାରୀ ଟେଷ୍ଟ ରହିଲା ମଟନ ଉପରେ। ଯେତେ ଆପଣମାନେ ଭଲ ମଟନ ନେବେ ତରକାରୀ ପାଇଁ ଆପଣଙ୍କ ତରକାରୀଟା ସେତେ ସୁଆଦିଆ ବନିବ। ତ ଏବେ ଆମେ ଫାଷ୍ଟ ମାଂସକୁ ଧୋଇ ଦେଇଛେ ଟିକେ। ତ ଏଥିରେ ଏବେ ଗୋଟେ ଛୋଟ ଚାମଚ ହଳଦୀ ଗୁଣ୍ଡ ଦେଇଦେବା। ଫାଷ୍ଟ ତାକୁ ଆମେ ମ୍ୟାରିନେଟ୍ କରିବା। ତ ଏଠି ମୁଁ ଆଉ ଗୋଟେ କଥା କହି ରଖୁଛି, ମଟନରେ ସବୁବେଳେ ଆପଣ ଅଳ୍ପ କିଛି ଚର୍ବି ନେବେ, ତାହେଲେ ଯାଇକି ମଟନ ସୁସ୍ୱାଦୁ ବନିବ। ଖାଇବା ପାଇଁ ତାର ଗ୍ରେଭିଟା ବହୁତ ଟେଷ୍ଟି ଲାଗିବ। ଏବେ ହଳଦୀକୁ ଦେଇକି ଆମେ ମଟନକୁ ମିଶେଇ ଦେଉଛେ, ତ ଆଉ କିଛି ଏଥିରେ ପକେଇବା ଦରକାର ନାହିଁ। ଏଇଠି ଆମର ଦେଖନ୍ତୁ ମଟନଟା ଭଲ ଭାବରେ ଗୋଳେଇ ହେଇଯାଇଛି। ତାକୁ କଭର କରିକି 15-20 ମିନିଟ୍ ଆମେ ଗ୍ୟାପ୍ ଛାଡ଼ିବା। ଆଜି ଆମେ କଡ଼େଇରେ ବନେଇବା ତରକାରୀ। କଡ଼ା ବସେଇବା। କଡ଼ା ଗରମ ହେଇଗଲେ ସୋରିଷ ତେଲ ଦେବା। ମୁଁ ଏଠି 40 ml ସୋରିଷ ତେଲ ଦେଇଛି। 2ଟା ତେଜପତ୍ର, ଖଣ୍ଡେ ଡାଲଚିନି, 2ଟା ଗୁଜୁରାତି, 6-7ଟା ଦେବା ଲବଙ୍ଗ, 7-8ଟା ଦେବା ଗୋଲମରିଚ। ତାକୁ ତେଲରେ ଦେଇଦେବା। ଯେହେତୁ ଏଥିରେ ଚର୍ବି ଅଂଶ ଅଛି ତେଲ ଟିକେ ଆମେ କମ୍ ଦେବା। ଏସବୁ ଟିକେ ଭାଜି ହେଇଗଲା ପରେ ଯେତେବେଳେ ବାସ୍ନା ପଳେଇ ଆସିବ ନା ସେତେବେଳେ ଆମେ ଦେଇଦେବା ପିଆଜ। ମୁଁ ଏଇଠି ନେଇଛି 200 ଗ୍ରାମର ପିଆଜ। ତ ଯେହେତୁ ଆମର ମଟନ ଏଇଠି 500 ଗ୍ରାମର ଅଛି ସେଥିପାଇଁ ମୁଁ ଏଇଠି 200 ଗ୍ରାମର ପିଆଜ ନେଇଛି। ପିଆଜକୁ ଏକଦମ ପତଳା ପତଳା କରିକି କାଟିଛି। ପିଆଜକୁ ଆମେ ତେଲ ସହିତ ଭାଜିବା। ଯେ ପର୍ଯ୍ୟନ୍ତ ଆମର ପିଆଜ ଭଲ ଭାବରେ ଭାଜି ନ ହେଇଛି, ମାନେ ହାଲକା ହାଲକା ଗୋଲ୍ଡେନ କଲର ଆସିଯିବ, ସେ ପର୍ଯ୍ୟନ୍ତ ଆମେ ପିଆଜକୁ ଭାଜିବା। ଯେତେ ପିଆଜକୁ ଆପଣ ଭଲ ଭାବରେ ଭାଜିବେ ଆପଣଙ୍କର ମଟନଟା ବହୁତ ଭଲ ହେବ। ପିଆଜକୁ ଆମେ ଭାଜିବାକୁ ଦେବା। ଫ୍ଲେମ୍କୁ ମିଡ଼ିୟମ୍ କରିବା ଆଉ ଏଇ ଭିତରେ ମସଲା ପ୍ରିପାରେସନ୍ କରିବା। ମୁଁ ଏଇଠି ଗୋଟେ ମିକ୍ସିଂ ଜାର୍ ନେଇଛି ଆଉ 20 ଗ୍ରାମର ରସୁଣ ଚୋପା ଛଡ଼େଇକି ନେଇଛି। 1.5 ଇଞ୍ଚ ପାଖାପାଖି ଅଦା, 1 ଚାମଚ ଦେବା ଗୋଟା ଜିରା ଆଉ 1 ଚାମଚ ଦେବା ଗୋଟା ଧଣିଆ। ଏଠି ଆମେ ଆଉ କିଛି ବାହାର ମସଲା ଦେବାନି, ବାସ୍ ପାଣି ଟିକେ ଦେଇକି ତାକୁ ଚିକଣ କରିକି ବାଟିକି ନେଇ ଆସିବା। ତ ଏଇଠି ଦେଖନ୍ତୁ ବଟା ମସଲା ଆମର ହେଇଗଲା। ଏହାପରେ ଆମେ ଗୋଟେ ଗରମ ମସଲା ପ୍ରସ୍ତୁତ କରିବା। ଗୋଲମରିଚ 15-20ଟା, 7-8ଟା ନେଇଛି ଲବଙ୍ଗ, ଜାଇଫଳ, ଜାଇତ୍ରୀ, ଅଳେଇଚ ଆଉ ଗୁଜୁରାତି 2ଟା ଆଉ ଡାଲଚିନି। ତାକୁ ଆମେ ଦରଦରା କରିକି ଗ୍ରାଇଣ୍ଡିଙ୍ଗ କରି ଆଣିବା। ତ ଏପଟେ ଦେଖିବା ଆମର ପିଆଜ କ'ଣ ହେଲାଣି। ଏଠି ପିଆଜ ଆମର ଭଲ ଭାବେ ପୁରା ଗୋଲ୍ଡେନ କଲର ହେଇଯାଇଛି। ପୁରା ବଢ଼ିଆ ଭାବରେ ଆମେ ଯେଉଁ ବାଟିକି ରଖିଥିଲେ ମସଲାକୁ ଏଥିରେ ପକେଇଦେବା। ଯେଉଁ ମସଲା ବାଟିଲେ ସେଇ ଜାର୍ରେ ଆମେ 1/2 ଗ୍ଲାସ୍ ଖଣ୍ଡେ ପାଣି ଦେଇକି ଆମେ ମସଲାରେ ଦେଇଦେବା। ଦେଇକି ତାକୁ ଭଲ ଭାବେ ଟିକେ କଷିବା। ତ ଏବେ ଆମେ ଫ୍ଲେମ୍କୁ ମିଡ଼ିୟମରେ ରଖିବା ଆଉ ମସଲାକୁ କଷିବା। ତାପରେ ଆମେ ଗୁଣ୍ଡ ମସଲା ଦେବା। 1 ଚାମଚ ଦେବା କାଶ୍ମୀର ଲଙ୍କା ଗୁଣ୍ଡ, ଅଧ ଛୋଟ ଚାମଚ ଦେବା ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ ଦେବା ଅଧ ଛୋଟ ଚାମଚ, ଯେଉଁ ଗରମ ମସଲା ଆମେ ଗୁଣ୍ଡ କରିକି ରଖିଥିଲେ ଏଠି 1 ଚାମଚ ଦେବା ଆଉ ବାକି ମସଲାକୁ ଆମେ ପଛରେ ପକେଇବା। ତ ଏବେ ଆମେ ମସଲାକୁ ଭଲ ଭାବେ କଷିବା। ଏତିକି ମନେ ରଖିଥାନ୍ତୁ, ଯେତେ ମସଲାକୁ ଆପଣମାନେ କଷିବେ ନା ସେତେ ଆପଣଙ୍କର ମଟନ ତରକାରୀ ସ୍ୱାଦିଷ୍ଟ ବନିବ। ଦର୍ଶକ ବନ୍ଧୁ, ଯଦି ଆଜିର ରେସିପି ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଯଦି ଚ୍ୟାନେଲରେ ନୂଆ ଅଲ୍ ନୋଟିଫିକେସନକୁ ଅନ୍ କରିଦେବେ, ମୁଁ ଯେକୌଣସି ରୋଷେଇର ଭିଡ଼ିଓ ଛାଡ଼ିଲେ ଆପଣମାନେ ଦେଖିପାରିବେ। ଫ୍ଲେମ୍କୁ ମିଡ଼ିୟମରେ ରଖିବା ଆଉ କଭର କରିକି ମସଲାକୁ କଷିବା। 1-2 ମିନିଟ୍ ଭିତରେ ଘୋଡ଼ଣୀ ଖୋଲିକି ଆମେ ଏମିତି ମସଲାକୁ କଷିବା। ଯେ ପର୍ଯ୍ୟନ୍ତ ତେଲ ଉପରକୁ ନ ଉଠିଛି ସେ ପର୍ଯ୍ୟନ୍ତ ଆମେ 5-6 ମିନିଟ୍ ଏମିତି କଭର କରିକି ଆମେ ମସଲା କଷିବା। ଯେତେ ଆମର ମସଲା କଷି ହେବ ନା ସେତେ ତରକାରୀ ଆମର ସ୍ୱାଦିଷ୍ଟ ବନିବ। ତ ଏଇଠି ଦେଖନ୍ତୁ ମସଲା କଷିବାରେ ଆମର 5-6 ମିନିଟ୍ ହେଇଗଲାଣି। ଯେମିତିକି ଦେଖିପାରୁଥିବେ ତାର କଲର ବି ଭଲ ପଳେଇ ଆସିଛି, ତେଲ ବି ରିଲିଜ୍ ହେଇଗଲାଣି। ଏଇଠି ଆମେ ଯେଉଁ ମ୍ୟାରିନେଟ୍ କରିକି ରଖିଥିଲେ ମଟନକୁ ଆମେ ଏଇଠି ପକେଇଦେବା। ଏବେ ଆମେ ମଟନକୁ ମସଲା ସହିତ ବଢ଼ିଆ ସେ ମିଶେଇବା। ଏମିତି ମଟନକୁ ମସଲା ସହିତ 4-5 ମିନିଟ୍ ଆମେ ଭଲ ଭାବେ କଷିବା। ଯେ ପର୍ଯ୍ୟନ୍ତ ମଟନରୁ ପାଣି ଟିକେ ନ ମରିଛି ସେ ପର୍ଯ୍ୟନ୍ତ ଆମେ ଭଲ ଭାବେ ମସଲା ସହିତ ମଟନକୁ କଷିବା। ତ ଏଇଠି ଆମେ ଦେବା ସ୍ୱାଦ ଅନୁସାରେ ଲୁଣ।
लुण सबुबले मटन ऊपर देबे ताहले आमे भाग मापटा ठीक जानि परिबा। एबे लुण को आमे भल भाबरे आउ थरे मिसेई दबा। मटन को आमे जेते मसला सहित कसिबा मटन तरकारी टेस्ट सेते डबल हे जिवो। मु एठी नेछि 4टा कंचा लंका आ ताको टिके टिके काटी देछि। ए छोट छुआ खाइबार थे ना तारे लंका को स्किप करि परिबे। फ्लेम को मीडियम रखी के 2 ରୁ 3 मिनिट गैप रे आपण घोड़णी काढ़ी के कसुथिबे पुणी आउ थरे घोड़णी दउथिबे। एई भलिया करिके आपण माननकु कसिबाकू पड़िबो। फास्ट तो मटन रू पानी छाड़िबा स्टार्ट हे जिवो। पानी छाड़ी सारला परे मटन कसी हेबो आ सिजिबा स्टार्ट हेबो। आस्ते आस्ते मटन रू तार जो फैट अंशटा सेटा बाहरिबा स्टार्ट हेबो। कम से कम 20 ରୁ 25 मिनिट आपनकु लागिबो मटन को कसिबा पई। एमिति देखिबाकू गले आमे आज कड़ाई रे बनौचे, प्रेशर कुकर रे बनेबानी। यार टेस्ट ही अलग आसी जिवो आउ पेशेंस तो टिके रखिबाकू पड़िबो। एमितिया टेस्टी मटन खाइबा पई निश्चय आपनकु बसिबाकू पड़िबो बहुत समय धरिकी। तो एठी देखंतु हमर 25 मिनिट हे जायछि। मु मटन को आपण मानको देखौछि। एबे देखंतु यार कलर भी चेंज हे जायछि। एबे पानी दबा टाइम पळे आसला। एबे मटन हमर 50% सिझी गलानी आ 50% सिझिबार अछि। एठी हमें दबा गरम पानी। एठी मु ठंडा पानी यूज करिनी, एठी मु गरम पानी यूज करिछि। तो याकू घोड़णी देकी गोटे टकमक हेकी फुटिबाको छाड़िबा। एठी देखंतु टकमक हेकी फुटी गलानी। एबे कोन करिबा ए स्टेज रे आउ टिके मिसेई दबा। तापर याकू घोड़ेकी फ्लेम को मीडियम कर देबा। मीडियम रे याकू कम से कम 20 ରୁ 25 मिनिट छाड़िबा। तो एठी देखंतु पूरा 25 मिनिट परे मु आपण मानको देखौछि। एठी हमर मटन 70 ରୁ 80% सिझी गलानी। ए स्टेज रे आमे बाकी कोन सब जिंस ऐड करिबा। तो एठी देखंतु मु आलू ऐड करबी। आलू को मु एठी भाजी के नेछि। चोपा देखंतु अछि आलू रे आपण माने चोपा रखी के सब बेले आलू को नेबे। तो मु आलू को पूर्वरु भाजी के रखितली तो पकेई देली। आ गोटे टमाटो मीडियम साइज रे एठी मु काटी के देली। गोटे छोट चामच दबा चीनी दबा द्वारा टेस्ट को पूरा बैलेंस करिवो, बहुत टेस्टी आसीबो। आपण माने चीनी थरे पकेई कि देखंतु बहुत बढ़िया लागिवो। आपण को एबे सब जिनिस को आउ टिके भलो भाबरे मिसेबा को पड़िवो। एबे पुणी एको घोड़णी देकी आउ 15 ରୁ 20 मिनिट पर्यंत छाड़ी दबा। जेमिति कि आउ हम मटन 20% बाकी थिला सिझिया पई। एठी देखंतु फाइनली मटन तरकारी हमरे पूरा रेडी हो जाइछि। तो ए स्टेज रे हम ऐड करिबा गरम मसला जोटा हमर बळका रह जाइथिला। आउ गोटे चामच दबा कस्तूरी मेथी देबा द्वारा ना फ्लेवरटा तरकारी रे बहुत बढ़िया आसीबो। आपण चाहिले धनिया पत्र भी देई परिबे। आउ टिके मिक्स कर देबे। तो एबे मु आपनकु देखौछि हमर मटनटा केमिति सिझिछि। तो एठी देखंतु तरकारी रे कलर देखिके आपण माने जानि पारथि तरकारी केते टेस्टी हेइथिबो आ खाइबा को बहुत भलो लागिवो। तो एठी देखंतु तरकारी तो बहुत गरम अछि, तथापि मु आपण माननको देखौछि देखंतु केते सिझिछि। हातरे तो एठी छिड़ी जाउछि। एथिरे जणा पडुथिबो केते भलो भाबरे मटन सिझिछि। मटन क्वालिटी ऊपर रहिबो मटन केते टाइम सिझिबो। तो आपण मानको टिके अधिक समय लागि पारे बा कम समय भी लागि पारे। मते एठी मटन प्रिपेयर करिया पई घंटे 15 ରୁ 20 मिनिट समय लागिछि। एमिति मटन करी नुआ वर्ष रे घरे बनांतु आ केमिति लागिला आपनका अनुभूति मो सहित शेयर करंतु। आज पे रहिली पुणी काली आसीबी आ गोटे नुआ रेसिपी नै कि से पर्यंत नमस्कार बाय जय जगन्नाथ।